ନୂଆଖାଇ ବୋଲି ଗହ ଗହ ମହ ମହ ସାରା ଗାଁ। ସରିଆ ଧାନ ଲହଡ଼ି ଭାଙ୍ଗୁଛି କ୍ଷେତରେ। ଝାଙ୍କର ସବୁ ବର୍ଷ ଘରେ ଦେଇକି ଯାଏ ନୂଆ ଧାନ ଖେଡ଼। ଜେଜେମା ବାହାର କରନ୍ତି ଧାନରୁ ଚାଉଳ, କିଛି ଭଙ୍ଗା ତ କିଛି ଗୋଟା ଚାଉଳ। ପଞ୍ଚାମୃତ ମିଶେଇକି ଭୋଗ ହୁଏ। ଘର ବାସୁଥାଏ ପିଠାପଣାର ଛଣା ବାସ୍ନାରେ। ଜେଜେମା ଆଉ ନୂଆ ଖାଉନାହାନ୍ତି ବାବା ଗଲା ପରେ। ମୋର ଆଉ ନୂଆଖାଇ କାଣା ଯେ, ସେ ତ ରହିଲେ ସ୍ୱର୍ଗର ତାରା ହେଇକରି। ତମେ ସବୁ ରାନ୍ଧିଲା ଜିନିଷକେ ଚୁଲ୍ହାନେ ପକେଇଦେବ, ପିତୃ ପିତାର ନାଁ ଥି ଠାନେ ବାଢ଼ିଦେବ। ଝାଙ୍କରନିକେ କ୍ଷୀରି ପିଠା ଗାମଛା ପଇସା ତେଲେନ ପାଟର ଲାଗି ସାନୁର ହାତେ ପଠେଇଦେବ। ଆହା ମୋର୍ କାହ୍ନୁ, ମୋର୍ ସୁନାମୁଡ଼ା ଆଉଛେ ରେ। ହେ ମା ସମଲେଇ, ଶୁଭେ ସାଏତେ ପହଞ୍ଚି ଯାଉ ମୋର୍ ଧନ। ମାଧୁରୀ ଆଜି ବେଶ୍ ଛନ ଛନ ଦିଶୁଛି। ଇଏ ତାର ଶାଶୁଘର ଗାଁରେ ପ୍ରଥମ ନୂଆଖାଇ। ଶାଶୁ ଦେଇଛନ୍ତି ଗୋଟେ ନାଲି ଧଡ଼ିଆ ମୟୂରକଣ୍ଠିଆ ସମ୍ବଲପୁରୀ ପୁତଲି ଶାଢ଼ୀ। ତାର ଗହମ ରଙ୍ଗକୁ ବେଶ୍ ମାନୁଛି। ସରୁ କପାଳରେ ଧଳା ପଥର ବସା ନାଲି ଟିକିଲିଟା ଦପ୍ କରୁଛି। କୁଞ୍ଚକୁଞ୍ଚିଆ ଗହଳ କେଶରେ ବ୍ଲାକ୍ କ୍ଲିପ୍ ଦେଇ ସୁନ୍ଦର କରି ବାନ୍ଧିଛି। ଏଇ ଆଷାଢ଼ରେ ହେଇଛି ବାହାଘର। କାହ୍ନୁ ମାନେ ଅତୁଲ ଜୟପୁର ରାଜସ୍ଥାନରୁ ନୂଆଖାଇରେ ଆସିବ। ପରେ ପରେ ଦୁହେଁ ଚାଲିଯିବେ ଜୟପୁର। ମାଧୁରୀ ଅନେଇ ରହିଛି ଅତୁଲର ଆସିବା ବାଟକୁ। କିନ୍ତୁ ଇଏ କ'ଣ, ରାଜସ୍ଥାନରେ ପୁଣି ବର୍ଷା ପାଇଁ ଟ୍ରେନ୍ ବାତିଲ ହେଇଛି। ଭଲ ହେଲା ଯେ ୟା ଭିତରେ କମ୍ପାନୀ କାମରେ ସିଏ ମୁମ୍ବାଇ ଆସିଛି। ସେଇଠୁ ଫ୍ଲାଇଟ୍ରେ ଆସିବ। ଅପେକ୍ଷାର ସମୟ କିନ୍ତୁ ଖୁବ୍ ବେଶୀ ଲମ୍ବା ଲାଗେ। ବାହାଘର ଦିନ କେଇଟା ପରେ ଚାଲିଯାଇଛି ଅତୁଲ। ଏବେ ଘର ଠିକ୍ କରି ଆସିବ। ମଝିରେ ନୂଆଖାଇ ପର୍ବର ମଜା ବି ନେଇଯିବ। ପୁଣି ସସ୍ତ୍ରୀକ। ଇଏ ଗୋଟାଏ ବି ନୂଆ ଅନୁଭୂତି ହେବ। ମାଧୁରୀର ହରିଣୀ ଆଖିରେ ଭିଜା ଭିଜା ଖୋଜାପଣ। ସକାଳ 10ଟାରେ ପହଞ୍ଚିବ ଫ୍ଲାଇଟ୍। ଏୟାରପୋର୍ଟରୁ ଘର 40 ମିନିଟ୍ର ବାଟ। ପାଦ ଚଞ୍ଚଳ ହେଇ ଉଠୁଛି ମାଧୁରୀର। ଚହଲି ଉଠୁଛି ମନ। ଛାତି ତଳେ ଗୋଟେ ନିବିଡ଼ ଶିହରଣ। ଜେଜେମାର ଥଟ୍ଟା ତାମସାରେ ଧୁକ୍ଧୁକି ବଢ଼ିଯାଉଛି କ୍ଷଣକୁ କ୍ଷଣ। ମନ ପୁଣି ଫେରିଯାଉଛି ଅତୀତକୁ। ମନେ ପଡ଼ୁଛି ମା ଘରର ନୂଆଖାଇ କଥା। କ୍ଲବ୍ ଘରେ ସମ୍ବଲପୁରୀ ନାଚ ପ୍ରାକ୍ଟିସ୍, ଝମାଝମ ରସରକେଲି ଡାଲଖାଇ ନାଚ। ମା ଘର ଗାଁଟା ବି ଭାରି ସୁନ୍ଦର, ସବୁଜିମା ଭରା ନଈକୂଳିଆ ଜାଗା। ମନେ ପଡ଼ୁଛି ଗୋପକାକା, ସେଠ ଧୋବଣୀ ଘରର ବୁଢ଼ୀ। ସମସ୍ତେ ନେଇ ସାରିଥିବେ ଅଢ଼ିଆ ପଇସା ନୂଆ ଲୁଗା। ଏମିତିରେ ଅଢ଼ିଆ ଦିଆଯାଏ ଧୋବା ଭଣ୍ଡାରୀ ନରିହା ପାନ୍ତିକୁ। ମା କହେ ଇଏ କୁଆଡ଼େ ନୃଯଜ୍ଞ ସହିତ ସମାନ। ଘରେ ଆଜି ସମସ୍ତେ ମିସ୍ କରୁଥିବେ ତାକୁ। ମନଟା ଭାବିଦେଲେ କେମିତି ଗୋଳେଇ ଘାଣ୍ଟି ହେଉଛି। ହେଲେ ଏଠି ମା ପରିକା ଶାଶୁ ବି ବେଶ୍ ନାହିଁ। ବଡ଼ି ଭୋରରୁ ଉଠି ଲାଗିଛନ୍ତି କାମରେ। ମହାଲକ୍ଷ୍ମୀ ଗାଧୁଆ କାମଟା ତାଙ୍କର। ମୁଗମଣ୍ଡା ଅତୁଲର ଭାରି ପ୍ରିୟ ବୋଲି ବଟାବଟି କରି ଯତ୍ନି ଘାଣ୍ଟିକି ରଖିଛନ୍ତି। କ୍ଷୀରସାପୁର ରେଡ଼ି ଅଛି। କାକରା, ପିଠାମଣ୍ଡା, ରସବରା, ଲୁଚି, ପୁରୀ ସବୁ ହେବ। ପୁଣି ହେବ କରଡ଼ି ଆମ୍ବିଳ, ସାରୁ ଶାଗ, କଦଳୀ ଭଜା ସହ ଭିନ୍ନ ଭିନ୍ନ ତରକାରୀ ପତ୍ର। ଦିନ ଚାଲିଯାଉଛି କାମରେ। ମନ ଉଡ଼ି ଉଡ଼ି ଯାଉଛି। କାକାଙ୍କ 2 ପୁଅ ବୋହୂ ଭୁବନେଶ୍ୱରରୁ ଆସି ପହଞ୍ଚି ସାରିଛନ୍ତି। ଅତୁଲ କେତେବେଳେ ପହଞ୍ଚିବେ କେଜାଣି। ଦେହଟା ସିନା ରନ୍ଧାଘରେ, ମନଟା ଅତୁଲ ପାଖରେ। ମାଧୁରୀ ଗୋଟେ ସରୁ ମଧୁଝରଣା। ଶାଗୁଆ କ୍ଷେତର ଧାପେ ଲହରୀ। ବେଶ୍ ନହନହକା। ପ୍ରେମର ଧାଡ଼ିଏ ରସ ଜାମୁଡାଲି ଗୀତ। ଆଖି ତାର ପହଁରି ଯାଉଛି ବାଟ ଅଗଣା ଯାଏ। ବେଳେବେଳେ ଜେଜେମା ଆଖିରୁ ଏ ବେଚେନି ଧରା ପଡ଼ିଗଲେ 2 ଗାଲ ଲାଲ ପଡ଼ିଯାଉଛି। ମୁହଁ ଆଖି ଆପେ ନଇଁ ଯାଉଛି। କାହାରି ଫୋନ୍ ବାଜିଲେ ଛାତି ଚାଏଁ କରୁଛି। ଚାହିଁ ରହିଛି ପ୍ରତିକ୍ଷଣ ତାର ମନର ମଣିଷକୁ। ଚେଷ୍ଟା କରୁଛି ମନକୁ ବୁଝେଇବାକୁ। ହେଲେ ମନ କି କାହା କଥା ମାନେ? ବାଦଲ ତଳର ସୂର୍ଯ୍ୟ ପରି ଥରକୁ ଥର ଉଭା ହେଉଛି ଅତୀତ। ଗତ ବର୍ଷ ତାଙ୍କ କ୍ଲବ୍କୁ ଆସିଥିଲେ ପଦ୍ମଶ୍ରୀ ହଳଧର ନାଗ। ତାଙ୍କ ଗୀତରୁ ଚେନାଏ ମନେ ପଡ଼ିଯାଉଛି। ଅଭାବ କାଳରେ ଦେଖ ଯେ ଭାବର ତିହାର, ସବୁ ତିହାରର ଶିଘା ମାଇ ଯେ ନୂଆଖାଇ, ନୂଆ ଜୁହ୍ନା କେବେ ହୁଏ ନାଇଁ ଯେ ନୂଆଖାଇ। ଯେଉଁ ଅଭାବର କଥା ଗୀତରେ ଅଛି, ବୋଧହୁଏ ତାଠୁ ବେଶୀ ଅଭାବକୁ ଆଜି ପଣତକାନିରେ ବାନ୍ଧିଛି ମାଧୁରୀ। ସତରେ ଇଏ ପଶ୍ଚିମ ଓଡ଼ିଶାର ଶିଘା ପର୍ବ। ଏମିତି ଗୋଟେ ପର୍ବ ଯେ କେବେ ଜୁହ୍ନା ହୁଏ ନାହିଁ। ଇଏ ଏମିତି ଗୋଟେ ପର୍ବ ଯେ ଦୂରଦୂରାନ୍ତରୁ ବି ଲୋକେ ଘରମୁହାଁ ହୁଅନ୍ତି। ସମସ୍ତେ ଏକାଠି ବସି ନୂଆ ଖାଆନ୍ତି। ହେଲେ ତା ମନର ମଣିଷ, ତା ପ୍ରିୟତମ? ଜେଜେମା ବହୁତ କଥା କୁହନ୍ତି ଏ ନୂଆଖାଇ ବିଷୟରେ। ତଲ୍ଲୀନପଣରେ ଶୁଣୁଥାଏ ମାଧୁରୀ। ପ୍ରଶ୍ନ ବି କରେ, କ'ଣ ଏମିତି କାମ ଥାଏ ଯେ ନୂଆଖାଇର 15 ଦିନ ଆଗରୁ ଏମାନେ ଲାଗିପଡ଼ନ୍ତି କାମରେ? ଜେଜେମା କୁହନ୍ତି, ହେତ୍କି ବେଲାର କଥା ନାଇଁ ଘରେ ମା। ତମେ ତ ମିଶିନ୍ତି ଘର ଧୋଇଲ ପୁଛଲ,
ମିଶିନ୍ତି କପଡ଼ା କାଚିଲ ଆମେ ଗୋବର ମାଠିତି ଘର ଲିପୁଥିଲୁଁ ସେଜି ଖାରେ ସିଝେଇ କରି କନ୍ଥା ପଟିଆନୁ ସବୁ କାଚୁଥିଲୁଁ। ଖଣ କେତେ କ୍ୟାନ ଧୁବା ନେଉଥିଲା ଭୁଗା ଟୁପା ପର୍ଲା ଚାଙ୍ଗଡ଼ି ସବୁ ଧୋଇ କରି ଶୁଖାଉଥିଲୁଁ। ଫେର୍ ଆମର୍ ବେଲେ ଡିବଡିବି ବଜେଇକିରି ନୂଆଖାଇ লগନ କହୁଥିଲା ଚୌକିଦାର। ଏଛେନ୍ ତ ଟିଭି କହିଦେଉଛି ଆର୍ ତ ଆର୍ ସମଲେଇ ଠାନେ ଦିନେ ତ ପାଟମିଶିରି ଠାନେ ଦିନେ ମାଣିକେଶିରି ସୁରସୁରି ଆର୍ ଶିଖରବାସିନ ମାର ନା ଥି ଅଲଗା ଅଲଗା ତିଥିବାରେ লগନ ସୁଝା ହଉଥିଲା। କୁମାରୀ ଗାଁର ଗୁରୁ ଭଗବାନ ସାହୁ ରଟ୍ ଲଗାଲା ଗୋटे ଦିନେ ସବୁନେ ନୂଆଖାଇ ହଉ ବୋଲି ସରକାରକେ ଗୁହାରି କଲା। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବିଚରା ଯାହା ଶୁଣଲା ଆର୍ ବୁଧ ମାସର ଉଜଲ ପଖର ପଞ୍ଚମୀ ଥି ସବୁନ ନୂଆଖାଇ ହେବା ବୋଲି ନିୟମ ବନେଇଦେଲା। କେତେ କେତେ କଥା ଲୁକିଗଲାନ ରେ ମା। ଆମର୍ ଇନର ତ ଜମିନ ଜଙ୍ଗଲ ପାଏନ ସବୁ ନେଇଗଲା କମ୍ପାନୀ। ଫିର୍ ମାଇଟତଲୁ ବାହାରିଲା ମୁଡ଼ା ମୁଡ଼ା କୁଇଲା ହଜିଗଲା ବିନ୍ଧେନ ବାରିଶ ହଲ ନଗଲ ଗାଏ ଦାମୁର ଗୁହାଲ ପଘା କ୍ଷେତ ଖଲା। କାହିଁ ପାଇଲୁ ସେ କ୍ଷେତ ପୂଜା ଖେତେ ଫୁଲ ଚାଉଲ ଦେଇକରି ଗୁରସରୁକା ମାଟି ମାର ସଙ୍ଗେ ପର୍କୁତିର ପୂଜା ମାଟି ମାର ସଙ୍ଗେ ପର୍କୁତିର ପୂଜା। ଏଛେନ୍ ତ ଧାନ ଖେଡ଼େକେ ମୁଠେ ପଇସା କାହିଁ ପାଇଲୁ ସେ ମାନ ତାମ୍ବି କାହିଁ ପାଇଲୁ ସେ ଭୂତି ମାସରେ ନପାଲା ହଲିଆ ଗୁତି କାହିଁ ପାଇଲୁ ସେ ମାନ ବ୍ୟବହାର ଅପନାପନ। ଆମେ ଅଧରାତିନୁ ପିଠା ମଡ଼ା ବନାଉଥିଲୁ ଗାଁ ଜାଗର ବାଣ୍ଟବାର ଲାଗି ସମୟ ଲାଗ୍ବା କିନି। ଏନ୍ତା କେତେ କେତେ କଥା ଆମର୍ ଦିହିକେ ଦେଖୁନ୍ ଦେଖୁନ୍ ବଦଲି ଯାଇଛି। ଯେ ବାବୁ ଫୁନ୍ ଫୁନା କଲା ନ କିନି ଗୋ। ପିଠା ଗଢ଼ୁ ଗଢ଼ୁ ଗପି ଚାଲିଥିଲେ ଜେଜେମା। ମାଧୁରୀର ଆଖି ଛଳଛଳ ହେଇଗଲା ଏ ପଦେ କଥାରେ। ସମୟ ଗଢ଼ି ଚାଲିଛି ଅତୁଲ ଜାଣେ ତା ପାଇଁ ସମସ୍ତେ କେତେ ବ୍ୟସ୍ତ ହେଉଥିବେ। ମଣିଷ ଯାହା ଚାହେଁ ସେତକ କ'ଣ ସହଜରେ ହୁଏ? ଏମିତି ବନ୍ୟା ରାଜସ୍ଥାନ ଜୟପୁର ପରି ଜାଗାରେ ହବ ବୋଲି କେହି କେବେ ବି ଭାବିନଥିବେ। ଅତୁଲ କେତେ କ'ଣ ଭାବିଥିଲା ମନରେ। ଅତୁଲ ଗୋଟେ ସୀତାରର ମନଭିଜା ସ୍ୱର ପ୍ରେମର ମହୁଲ ଝାର। ଏବେ 1ରୁ 2 ହେଇଛି। ନୂଆଖାଇ ପରେ ଉପରଓଳି ଦୁହେଁ ଯିବେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ଭେଟିବେ ପୁରୁଖାମାନଙ୍କୁ ଆଶୀର୍ବାଦ ନେବେ। ନୂଆଖାଇର ଏଇ ଜୁହାର ଭେଟ ପରମ୍ପରାକୁ ମନଭରି ଉପଭୋଗ କରିବେ। ଗାଁରେ ହବ ଭଜନ କୀର୍ତ୍ତନ ରାମ ମନ୍ଦିରରେ। ତାପରେ ହବ ନୂଆଖାଇ ଭେଟଘାଟ ଉତ୍ସବ। ସେଥିରେ ବି ସେ ସମ୍ବଲପୁରୀ ନୂଆଖାଇ ଗୀତ ଗାଇବ ଖୁବ୍ ମୌଜ କରିବ ସାଙ୍ଗମାନଙ୍କ ସହିତ ବୁଲିବ। ହେଲେ ସେ ଆସିପାରୁନି ବୋଲି କେମିତି ଫୋନ୍ କରିବ ଯେ? ଆକାଶର ଧାରେ ମଳିନ ଜହ୍ନ ପରି ତାର ମନରେ ପ୍ରଶ୍ନ ଚିହ୍ନ। ମାଧୁରୀ ଶୁଣୁଛି ସମସ୍ତଙ୍କ କଥା। ଗ୍ରାମଦେବତୀଙ୍କ ପୂଜା ପାଇଁ ଭୋଗରାଗ ଗଲାଣି ଘରୁ। ଏଇ 9:30 ପରେ ମା ସମଲେଇଙ୍କ ପାଖରେ ବି ନୂଆ ଲାଗିବ। ନୂଆଖାଇ ଲଗ୍ନ ଅନୁସାରେ ହବ। ଜେଜେମାର ଚିନ୍ତା ବଢ଼ି ବଢ଼ି ଯାଉଛି। ରହି ରହି ପଚାରୁଛନ୍ତି ଇ ବୁଆ ଆଉ କେତେବେଳେ ଆଇବା ମୋର କାହ୍ନୁ ଯେ? ବାପା ଗଲେଣି ବଂଶର ବୟୋଜ୍ୟେଷ୍ଠଙ୍କ ପରାମର୍ଶ ପାଇଁ। ସମସ୍ତଙ୍କ ମୁହଁରେ ସେ ଗୋଟିଏ କଥା ନୂଆ ଲାଗିଗଲା ମାନେ ସବୁଯାକ ତ ନୂଆ ଲଟକା ହେଇଗଲା। ତେଣୁ ଆଉ ପରେ ନୂଆଖାଇର ମୂଲ୍ୟ କ'ଣ? ସମୟ ଦାଉ ସାଧୁଛି। ଅତୁଲର ଫ୍ଲାଇଟ୍ କ୍ୟାନସେଲ ହୋଇଯାଇଛି। ଫୋନ୍ କରିଛି ଅତୁଲ ସେ ଆସିପାରିବନି। ମାଧୁରୀ ଲୁଚି ଲୁଚି ପୋଛୁଛି ଲୁହ। ସମସ୍ତଙ୍କର ପରାମର୍ଶ ଅତୁଲ ପାଇଁ ନୂଆ ଚୂରା ରଖିଦିଅ ସିଏ ଆସିଲେ ଖାଇବ। କିଛି ଅଘଟଣ ତ ହେଇନି ମାଙ୍କ ଦୟାରୁ। ପର୍ବ ବନ୍ଦ କରିବ କାହିଁକି? ବର୍ଷଯାକର ତିହାର ଇଷ୍ଟଦେବୀଙ୍କ ପାଖରେ ନୂଆ ଲଗାଇବା କେମିତି ବନ୍ଦ କରାଯିବ? ଯଦି ଘରେ ନୂଆ ଲାଗୁଛି ନୂଆ ଖାଇବାକୁ ପଡ଼ିବ। ଯୁଗ ବଦଳୁଛି ଲୋକଙ୍କର ଜୀବନ ଆଉ ଜୀବିକାର ମାଧ୍ୟମ ବି। ସେଥିପାଇଁ ତ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଆମେରିକା କାନାଡ଼ା ଫ୍ରାନ୍ସ ଦୁବାଇରୁ କ'ଣ ଲୋକେ ସବୁବେଳେ ଆସିପାରୁଛନ୍ତି? ଯାହା ହଉ ଅତୁଲ ତ ଇଣ୍ଡିଆରେ ଅଛି। ପାଖରେ ଅଛି ବୋଲି ସିନା ଆଶା। ଜେଜେମା ବି ଠିକ୍ ସେ କଥା କହୁଛନ୍ତି। ମାର ହୃଦୟ ଭାଙ୍ଗି ପଡ଼ୁଛି ପୁଅ ପାଇଁ। ପୁଅ ମଲ୍ଟିନ୍ୟାସନାଲ କମ୍ପାନୀରେ ଚାକିରି କରି ମୋଟା ଦରମା ପାଇ ବୋଲି ଖୁବ୍ ଖୁସି ହେଉଥିଲେ ଦିନେ ସିଏ। ସେଇ ଖୁସିରେ ଆଜି ଯେମିତି କାହାର ନଜର ଲାଗିଯାଇଛି। ଫୋନ୍ ଧରିଛନ୍ତି ମା। ଆଖିରୁ ଲୁହ ଗଡ଼ି ପଡ଼ୁଛି। ବୋହୂକୁ ଲୁଚେଇବା ପାଇଁ ଧୀରେ ପୋଛି ଦେଉଛନ୍ତି ପଣତକାନିରେ। ମନକୁ ବୁଝେଇ ପାରୁନି ମାଧୁରୀ। ଖୁବ୍ ସଙ୍କୋଚରେ ଶାଶୁଙ୍କୁ କହିଲା ମା ଗୋଟେ କଥା କହିବେ? ମା କହିଲେ କହୁନୁ। ମାଧୁରୀ କହିଲା ଜେଜେମା ତ ନୂଆ ଖାଉନାହାନ୍ତି ମୁଁ ବି ନ ଖାଇଲେ। ମା ମନ ଭରିଗଲା ଦରଦରେ। କହିଲେ ନାଇଁରେ ମା
ଜେଜେମାଙ୍କ କଥା ଅଲଗା। ମୁଁ ଅତୁଲକୁ କହିଦେଇଛି, ନୂଆ ଖାଇଲା ବେଳକୁ ତୁ ଭିଡ଼ିଓ କଲ୍ କରିନେବୁ। ସିଏ ତ ଆଜି ତା ସାଙ୍ଗ ଘରେ କୁଣିଆ। ସେମାନଙ୍କ ପାଖକୁ ଘର ଲୋକ ନୂଆ ଚାଉଳ ପଠାଇଛନ୍ତି କୋରିଅରରେ। ଆମେ ଖାଇଲା ବେଳେ ସେମାନେ ବି ଖାଇବେ। ତେଣୁ ଭିଡ଼ିଓ କଲ୍ରେ କମ୍ ସେ କମ୍ ଆମେ ଏକାଠି ତ ହେଇପାରିବା। ମାଧୁରୀ ମୁହଁରେ ଧାରେ ମଧୁର ହସର ଛୋଟ ଲହରୀଟେ ଖେଳିଗଲା। ଏତେ କଥା ସସ୍ପେନ୍ସ ରଖିଛନ୍ତି ଅତୁଲ, ଭାରି ଦୁଷ୍ଟ ତ। କହିଲା, ମା, ତମେ କ'ଣ ସେଇ କବିତାଟା ଆଗରୁ ପଢ଼ିଥିଲ? କେଉଁ କବିତା? ଏଇ ଯେଉଁ ଆମର ମିଶ୍ର ମ୍ୟାଡ଼ାମ୍ ଲେଖିଥିଲେ। ଠିକ୍ ଲେଖିଛନ୍ତି ସିଏ। ହ୍ୱାଟ୍ସअप हो कि स्काइप हो, ନୂଆଖାଇର ବାଟ ଖୋଲିଛେ ଇ ଗ୍ଲୋବାଲ ଦୁନିଆ କେ ବି ଆଜ। ନୂଆଖାଇ ନିଶା ଘାରିଛେ, ଆମର ନୂଆଖାଇ ଆଇଛେ। ଶାଶୁ ବୋହୂଙ୍କର ଏ ମିଠା ମିଠା ହସ ଲହରୀ ଧୀରେ ଚହଲେଇ ଦେଲା ପରିବେଶକୁ।